କରୁଛି ଯେ ଜେମାଦେଇପୁର ଚାନ୍ଦପୁରରେ ଜଣ୍ଡିସ ରୋଗ ବ୍ୟାପିଗଲାଣି। ପିଲାଠୁ ବୁଢ଼ା ସମସ୍ତେ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ। ବୁଦ୍ଧିବାଟ କିଛି ଦେଖାଯାଉନି। ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହେଉନି। 100ରୁ ଅଧିକ ଲୋକ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ। ଏନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର ଗାଁରେ ବ୍ୟାପିଲାଣି ଜଣ୍ଡିସ ରୋଗ। ଲୋକମାନେ ସଚେତନ ହେବା ପାଇଁ ବିଭିନ୍ନ ପ୍ରକାର ସଚେତନତା ନାରା ଦେଇ ବୁଲୁଛି ପ୍ରଚାର ଗାଡ଼ି। ନଳକୂପ ଚାରିପଟେ ଅନାବନା ଘାସବୁଦା, ମେଲଣ ପଡ଼ିଆ ରାସ୍ତା ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜନା। ଗାଁ ମଝିରେ ପିଲାଠାରୁ ବୁଢ଼ା ଜଣକ ପରେ ଜଣକର ଚାଲିଛି ପରୀକ୍ଷା ନିରୀକ୍ଷା। ଏହାସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଓ ଜଳ ନମୁନା ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲିଛି। ଆଗରୁ ଥଣ୍ଡା ହେଲା, ତାପରେ ଜ୍ୱର ହେଲା, ମେଡିସିନ ଦିଆହେଲା, ଭଲ ହେଇଗଲା। ତାପରେ ମୁଣ୍ଡ ବିନ୍ଧା ହେଲା, ବୁଲେଇ ହେଲା, ବାନ୍ତି ହେଲା, ତାପରେ ପାସ ହଳଦିଆ ହେଲା। ପରୀକ୍ଷା କଲି, ରିପୋର୍ଟରେ ବାହାରିଲା ଦଣ୍ଡିସ। ଆଜି ସାଙ୍ଗେ ସାଙ୍ଗେ ଆଉ କେତେ ଜଣ ପିଲାଙ୍କୁ ହେଇଛି। ଆଜିକି ପ୍ରାୟ ଗୁଡ଼ା ଦିନ ହେଲା ପ୍ରାୟ ଯେଉଁ ଜଣ୍ଡିସ ରୋଗ ବ୍ୟାପି ଚାଲିଛି, ମାନେ ଏମିତି କୋରୋନା ଭଳିଆ ଆଜ୍ଞା ମାଡ଼ି ଚାଲିଛି ଏଇ ଚାନ୍ଦପୁର ପଞ୍ଚାୟତରେ। ଯାହାଦ୍ୱାରା କି ବର୍ତ୍ତମାନ ଏ ଘଣ୍ଟେ ତଳେ ଜଣେ ପୁଷ୍ପା ସାହୁ ବୋଲି ଚାନ୍ଦପୁର ବାସୁଦେବପୁର ସାହିର ମେନ୍ ରୋଡ଼ରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏଇନେ ବର୍ତ୍ତମାନ ମୃତ୍ୟୁବରଣ କରିଛନ୍ତି। କଥା ହେଉଛି ଚାନ୍ଦପୁର ପଞ୍ଚାୟତ ଜେମାଦେଇପୁର ଆଉ ଚାନ୍ଦପୁର ପଞ୍ଚାୟତ ଦୁଇଟା ଜେମାଦେଇପୁର ଆଉ ଚାନ୍ଦପୁର ଏ ପାଣି ପିଇକି ଜଣ୍ଡିସରେ ଏପରିକି ବ୍ୟାପିଛି ଆଜ୍ଞା ରୋଗ। ଯାହାହେଲେ ବି ଅତି କମ୍ରେ ମୁଁ କାହିଁ ଦେଖୁଛି ଆମରି ଘରେ ବି ଜଣେ ଛୋଟ ପିଲାକୁ ଜଣ୍ଡିସ ମାନେ ରୋଗ ବ୍ୟାପିଥିଲା ଯେ ତାକୁ ମେଡ଼ିକାଲରେ ଦେଖାଇକି ଏମିତି ବର୍ତ୍ତମାନ ନୟାଗଡ଼ରୁ ଆମ ଜିଲ୍ଲା ଅଫିସରୁ ପଦାଧିକାରୀ ମାନେ ଆସିଛନ୍ତି। ବର୍ତ୍ତମାନ ଆମ ଏରିଆରେ ଜଣ୍ଡିସ ବହୁତ ଜୋରରେ ବ୍ୟାପିଛି। ଇଭନ୍ ଆମର 100 ଛୁଆଙ୍କୁ ଆମର ବର୍ତ୍ତମାନ ଜଣ୍ଡିସ ହେଇସାରିଛି। ସମସ୍ତେ ମେଡ଼ିକାଲକୁ ଯାଇଛନ୍ତି। ବର୍ତ୍ତମାନ ମୋ ମାଆଙ୍କର ଥଣ୍ଡା କାଶ ଜ୍ୱର ହେଉଛି। ଥଣ୍ଡା କାଶ ଜ୍ୱର ପାଇଁ ମୁଁ ମେଡ଼ିସିନ ଦେଇଥିଲି, କିନ୍ତୁ ଜ୍ୱର ଭଲ ହୋଇଯାଇଛି, ଥଣ୍ଡା କାଶ ଭଲ ହୋଇନାହିଁ। ସେଥିପାଇଁ ଟିକେ ଟେଷ୍ଟ କରିବାକୁ ଆଣିଥିଲି, ବର୍ତ୍ତମାନ ଟେଷ୍ଟ କରିଛନ୍ତି। ଜଣ୍ଡିସ ଆତଙ୍କ ଏ ଅଞ୍ଚଳରେ ଦିନେ କି 2 ଦିନରେ ବ୍ୟାପି ନାହିଁ। ବହୁଦିନ ଧରି ଏହି ଜଣ୍ଡିସରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ପାନୀୟ ଜଳରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ, ବୟସ 30। ସେ ଚାନ୍ଦପୁର ଗାଁର ବୋଲି ଜଣାପଡ଼ିଛି। ସେ ବିବାହିତ ଓ ତାଙ୍କର ଗୋଟିଏ ଛୋଟ ପୁଅ ଥିବା ମଧ୍ୟ ଜଣାପଡ଼ିଛି। ଆମେ କାଲି ସନ୍ଧ୍ୟାରେ ଆମର CHO ଜଣେଇଲେ ଯେ ଅଛନ୍ତି ନା ଆମର ଚାନ୍ଦପୁର ସବ୍ ସେଣ୍ଟରର। ସେ ଜଣେଇଲେ ଯେ ଏମିତି 10-12 ପିଲାକୁ ସେ ଦେଖିଛି ତା ଓପିଡ଼ିରେ ଜଣ୍ଡିସ ହେଇଛି ବୋଲି ଜଣେଇଲେ। ଆମେ ସମସ୍ତେ ଆସିଛୁ ଟିମ୍ରେ, ଆମର ସୁପରଭାଇଜର ଆସିଛନ୍ତି, ମେଲ୍ ୱାର୍କର, ଆମର LT, ମାଇକ୍ରୋବାୟୋଲୋଜିଷ୍ଟ, ଆମେ ସବୁ ଆସିଛୁ। ଆଉ ଆମର ନିଜର CSCରୁ ବି ଆସିଛନ୍ତି। ଆକ୍ରାନ୍ତ ସବୁ ଛୋଟ ପିଲାମାନେ ବିଶେଷ ହେଇଛନ୍ତି, ବଡ଼ ଲୋକମାନେ ଅଳ୍ପ 2-4 ଜଣ ଖଣ୍ଡେ ହେଇଛନ୍ତି। ଆଉ ସେଇ ପିଲାମାନେ ବି ସ୍କୁଲ ପଢ଼ୁଥିବା ପିଲା। ତାଙ୍କୁ ଆମେ ଜାଣିବା ପରେ, ଖବର ଦେବା ପରେ ଆମର CSC ରାଜ୍ୟ ସୁନାଖଳାରେ ସେମାନେ ନୟାଗଡ଼କୁ ଡିଷ୍ଟ୍ରିକ୍ଟ ଜଣେଇଲେ। ଡିଷ୍ଟ୍ରିକ୍ଟରୁ ଆମର ସବୁ ହେଲ୍ଥ ଡିପାର୍ଟମେଣ୍ଟ ଆସିଛନ୍ତି, ଲ୍ୟାବ୍ ଟେକ୍ନିସିଆନ୍ ମାନେ ଆସିଛନ୍ତି। ସେମାନେ ବି ଆଜି ସବୁ ପିଲାମାନଙ୍କର ନମୁନା ନେଇକି ଟେଷ୍ଟ କରିବା ପାଇଁ ବାହାରିଛନ୍ତି। ଆମେ ବି ଘର ଘର ବୁଲିକି ସ୍ୱାସ୍ଥ୍ୟ ସଚେତନତା କରାଉଛୁ। ତେବେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉତ୍ତମ ଚିକିତ୍ସା ଯୋଗାଇଲେ ଗରିବ ଲୋକଙ୍କ ଦୁଃଖ ଦୂର ହେବ। ନହେଲେ ଯେ କେତେ ଲୋକ ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବେ କହିହେବନି। ଖୋର୍ଦ୍ଧା ଟାଙ୍ଗିରୁ ମନୋଜ କୁମାର ନାଇଡୁଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।